ଧ୍ୟାନ ଓ ପ୍ରାର୍ଥନା ମାର୍ଚ୍ଚ 21, 1914। ପ୍ରତ୍ୟହ ସକାଳେ ମୋର ଅଭିପ୍ସା ତୋ ଆଡ଼କୁ ଉଠି ଚାଲେ। ମୋର ପ୍ରସନ୍ନ ହୃଦୟର ନୀରବତା ମଧ୍ୟରେ ମୁଁ ତୋ ପାଖରେ ଏହି କାମନା କରେ, ତୋର ପ୍ରେମର ବିଧାନ ଯେପରି ପ୍ରକାଶିତ ହେଉ, ତୋର ସଂକଳ୍ପ ପ୍ରଘଟ ହେଉ। ତୋର ଏହି ବିଧାନ ଏବଂ ସଂକଳ୍ପକୁ ଯେଉଁ ପରିସ୍ଥିତି ପ୍ରକାଶ କରିପାରିବ, ସେହି ପରିସ୍ଥିତିକୁ ସାଗ୍ରହୀ ଓ ଆନନ୍ଦରେ ଆଗରୁ ବରଣ କରୁଛି। ତେବେ ଆମ୍ଭେମାନେ କାହିଁକି ଚଞ୍ଚଳ ହୋଇପଡ଼ୁ, କାହିଁକି କାମନା କରୁ ଘଟଣାବଳୀ ଏପରି ଘଟୁ ସେପରି ନ ଘଟୁ? କାହିଁକି ସିଦ୍ଧାନ୍ତ କରିନେଉଛି ଘଟଣାବଳୀ ହିଁ ଏପରି ଘଟିଲେ ସବୁଠାରୁ ଶ୍ରେଷ୍ଠ ସମ୍ଭାବନାର ପ୍ରକାଶ ହେବ ଏବଂ ତାପରେ ଭୟଙ୍କର ସଂଘର୍ଷର କ୍ଷେତ୍ରରେ ନିଜକୁ ନିୟୋଜିତ କରୁ, ଯାହାଦ୍ୱାରା ଏହି ସମ୍ଭାବନା ରାଜି ବାସ୍ତବ ହୋଇ ଉଠିବ? କାହିଁକି ଆମ୍ଭେମାନେ ଆମର ସମସ୍ତ ଶକ୍ତି ନିୟୋଗ କରୁନାହୁଁ ଆନ୍ତର୍ନିର୍ଭରତାର ପ୍ରଶାନ୍ତି ମଧ୍ୟରେ ଏହି ଏକମାତ୍ର ସଂକଳ୍ପ କରିବାକୁ ଯେ ତୋର ବିଧାନ ହିଁ ସର୍ବତ୍ର ସର୍ବଦା ବିଜୟୀ ହେଉ। ସକଳ ବାଧା, ସକଳ ଅଜ୍ଞାନ, ସକଳ ଅନ୍ଧକାର ଦୂର କରୁ। ଯେଉଁ ମୁହୂର୍ତ୍ତରେ ଆମ୍ଭେମାନେ ଏହି ମନୋଭାବ ଗ୍ରହଣ କରୁ, ସଙ୍ଗେ ସଙ୍ଗେ ଆମର ଦୃଷ୍ଟିମଣ୍ଡଳ ପ୍ରସାରିତ ହୋଇ ଉଠେ, ସକଳ ଦୁଶ୍ଚିନ୍ତା ଅନ୍ତର୍ହିତ ହୁଏ ଏବଂ ତା ପରିବର୍ତ୍ତେ ଦେଖାଦିଏ ନିରବଚ୍ଛିନ୍ନ ଆଲୋକ, ନିଃସ୍ୱାର୍ଥତାର ଅବାଧ ଶକ୍ତି। ଭଗବାନ, ତୁ ଯାହା ଚାହୁଁ ତାହା ହିଁ ଚାହିଁବା। ଏହା ହିଁ ହେଲା ତୋ ସଙ୍ଗେ ନିତ୍ୟ ସାଯୁଜ୍ୟ। ଏହା ହିଁ ସକଳ ନୈମିତ୍ତିକତା ଠାରୁ ମୁକ୍ତି, ସକଳ ସଂକୀର୍ଣ୍ଣତାରୁ ପରିତ୍ରାଣ। ଏହା ହିଁ ହେଲା ଆମର ଶ୍ୱାସଯନ୍ତ୍ରକୁ ଶୁଦ୍ଧ ଏବଂ ସୁସ୍ଥ ବାୟୁରେ ପୂର୍ଣ୍ଣ କରିବା, ସମସ୍ତ ପ୍ରକାର ନିରର୍ଥକ କ୍ଳାନ୍ତିରୁ ମୁକ୍ତ ହେବା, ସକଳ ଦୁର୍ଭାର ଫୋପାଡ଼ି ଦେଇ ହାଲକା ହୋଇ କ୍ଷିପ୍ର ପଦରେ ସେହି ଲକ୍ଷ୍ୟ ଦିଗରେ ପଦଚାଳନା କରିବା, ଯାହା ଆମ୍ଭମାନଙ୍କର ଏକମାତ୍ର ସିଦ୍ଧିଯୋଗ୍ୟ ଲକ୍ଷ୍ୟ, ତୋ ବିଧାନର ବିଜୟ। ହେ ପ୍ରଭୁ, କେତେ ପରମ ନିର୍ଭରତା ସହ ତୋତେ ପ୍ରଣାମ କରୁଛି ଏହି ସୁପ୍ରଭାତରେ।